କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର 10ମ ଶ୍ରେଣୀର 3 ଛାତ୍ର ପାଣିରେ ବୁଡ଼ି ମୃତ। ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନ ନବୋଦୟ ବିଦ୍ୟାଳୟ ନିକଟ କୋଲାବ ଜଳଭଣ୍ଡାରରେ ଗାଧେଇ ଯାଇଥିବା ସମୟରେ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ବାସିନ୍ଦା 3 ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବା ପରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଛାତ୍ରମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ତାହା ଏବେ ଜଣାପଡ଼ି ନାହିଁ। ମୃତକ ଛାତ୍ରମାନେ ହଷ୍ଟେଲରେ ରହି ପଢ଼ୁଥିଲେ। ବିଦ୍ୟାଳୟର 3 ଛାତ୍ର ଲିଙ୍ଗରାଜ ଖିଲ, ଓମ୍ ପ୍ରକାଶ ବେହେରା ଓ ସ୍ୱସ୍ତିକ ହାଲୁଆ କୋଲାବ ଜଳଭଣ୍ଡାରରେ ବୁଡ଼ି ପ୍ରାଣ ହରାଇଥିବା ଖବର ଅତ୍ୟନ୍ତ ଦୁଃଖଦ। ଦିବଙ୍ଗତ ଛାତ୍ରମାନଙ୍କ ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା। ଘଟଣାର ତଦନ୍ତ କରି ଦାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରୁଛି।